4 ମେ 2025 ରବିବାରକୁ ପଡ଼ିବାକୁ ଯାଉଛି ପୁଷ୍ୟ ନକ୍ଷତ୍ର। ଏହି ଦିନଟି ବହୁତ ଉତ୍ତମ ଓ ଦୁର୍ଲଭ ସର୍ବାରିଷ୍ଟ ସିଦ୍ଧି ଯୋଗ ବନିବାକୁ ଯାଉଛି। ଆପଣ ଏହି ଦିନର ଲାଭ ନିହାତି ଉଠାନ୍ତୁ, କାହିଁକି ନା ଏହି ଦିନଟି ଆପଣ ଲାଭ ଉଠାଇ ଦେଇଥାନ୍ତି। ତ ଆପଣଙ୍କର ଭାଗ୍ୟ ଏପରି ଚମକିବ, ଆପଣଙ୍କୁ 7 ପିଢ଼ି ବି ଭାଗ୍ୟକୁ ଆପଣ ଚମକାଇ ପାରିବେ। ଆଉ ଏହି ରବିବାର ଦିନ ରବି ପୁଷ୍ୟ ନକ୍ଷତ୍ର, ଏହା ସହ ଏହି ଦିନ ସର୍ବାରିଷ୍ଟ ସିଦ୍ଧି ଯୋଗ ବି ବନିବାକୁ ଯାଉଛି। ଆଉ ଏହି ଦିନଟି ଯଦି ବି ଆପଣ 6ଟି ବାଲା ଲବଙ୍ଗ ଓ କର୍ପୂର ଘରେ ଜଳାଇକି ଛୋଟିଆ ଉପାୟଟିଏ କରିଦେଉଛନ୍ତି, ତ କରୋଡ଼ରେ ଆପଣ ଖେଳିବେ। ପଇସା ହିଁ ପଇସା ଆପଣଙ୍କ ଘରେ ବସିବ, କାହିଁକି ନା ପୁଷ୍ୟ ନକ୍ଷତ୍ର ବହୁତ ଉତ୍ତମ ଓ ଦୁର୍ଲଭ ହୋଇଥାଏ। ତାହା ପୁଣି ରବି ପୁଷ୍ୟ ନକ୍ଷତ୍ର ସହିତ ସର୍ବାରିଷ୍ଟ ସିଦ୍ଧି ଯୋଗ ବି ବନିବ ଏହି ଦିନ। ଆଉ ଏହା ବୁଝି ନିଅନ୍ତୁ କି ଏମିତି ମୌକା ଆପଣଙ୍କ ପାଖକୁ ଆସିଛି, ଯାହା ଆପଣଙ୍କ ଭାଗ୍ୟକୁ ଚମକାଇ ପାରିବ, ରାତାରାତି ମହାଧନୀ ମହାକରୋଡ଼ପତି ବନାଇ ପାରିବ। ତ ଦେଖନ୍ତୁ, ଧନର ଦେବୀ ମାତା ଲକ୍ଷ୍ମୀକୁ ପ୍ରସନ୍ନ କରିବ। ତ ଏହା ବୁଝି ନିଅନ୍ତୁ କି ଯେଉଁ ବି ବ୍ୟକ୍ତି ମାତା ଲକ୍ଷ୍ମୀକୁ ପ୍ରସନ୍ନ କରିଦେଇଥାନ୍ତି, ତାଙ୍କ ଘରେ ନିରନ୍ତର ଧନର ବର୍ଷା ହୋଇଥାଏ। ଆଉ ପୁଷ୍ୟ ନକ୍ଷତ୍ରରେ ଯେଉଁ ଉପାୟ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ, ଏହି ଉପାୟକୁ ଆପଣ କରିବା ଦ୍ୱାରା କେବେ ବି ଆପଣଙ୍କ ଜୀବନରେ ଧନର କମି ଆସିବ ନାହିଁ। ନିରନ୍ତର ଆପଣଙ୍କ ପାଖକୁ ପଇସା ଆସିବ, ଧନ ବଢ଼ିବ, ଆସୁଥିବା ପିଢ଼ି ବି ଧନବାନ ବନିଯିବେ। ଏହିପରି କିଛି ଖାସ୍ ଭିଡ଼ିଓ ଆମେ ଆଜି ଆପଣଙ୍କୁ ଜଣାଇବାକୁ ଯାଉଛୁ। ତ ଦେଖନ୍ତୁ, ପୁଷ୍ୟ ନକ୍ଷତ୍ର ସହିତ ସର୍ବାରିଷ୍ଟ ସିଦ୍ଧି ଯୋଗ ଏହି ଦିନ ପଡ଼ୁଅଛି। ଆଉ ସର୍ବାରିଷ୍ଟ ସିଦ୍ଧି ଯୋଗର ଅର୍ଥ, ଆପଣ ଯେଉଁ ସବୁ କାର୍ଯ୍ୟ, ଆପଣ ଯେଉଁ ବି କାର୍ଯ୍ୟ କରିଥାନ୍ତି, ପୂଜା ପାଠ କରିଥାନ୍ତି, ଜପ କରିଥାନ୍ତି, ତପ କରିଥାନ୍ତି, ତାହା ସବୁ ସିଦ୍ଧ ହୋଇଯାଇଥାଏ। ଏହା ସହ ଆପଣଙ୍କୁ ଅକ୍ଷୟ ପୁଣ୍ୟର ପ୍ରାପ୍ତି ହୋଇଥାଏ। ଆଉ ଯେଉଁ ବ୍ୟକ୍ତି ଧନକୁ ନେଇ ସବୁବେଳେ ସମସ୍ୟାରେ ରହିଥାନ୍ତି, ପଇସା ତାଙ୍କ ପାଖକୁ ଆସୁନଥାଏ, ପଇସା ପାଖରେ ତାଙ୍କର ରହୁନଥାଏ, ଅଯଥା ଖର୍ଚ୍ଚ ବହୁତ ତାଙ୍କର ହେଉଛି, କିମ୍ବା ପଇସା ତ ଆସିଥାଏ କିନ୍ତୁ ଏତେ ବି ପଇସା ଆସିନଥାଏ ଯେତେ ବି ଆପଣଙ୍କର ଆବଶ୍ୟକ ହୋଇଥାଏ। ତ ବହୁତ ସାରା ବ୍ୟକ୍ତି ତାଙ୍କ ଜୀବନରେ ମହାଧନୀ ବନି ସାରିଛନ୍ତି, କରୋଡ଼ପତି ବି ବନିକି ରହିଛନ୍ତି, କିନ୍ତୁ ଆପଣ ତାଙ୍କ ପଛରେ ହିଁ ରହିଯାଇଛନ୍ତି। ତ ଆପଣ ବି ଆପଣଙ୍କ ଜୀବନରେ ଏହି ଉପାୟକୁ କରି ଆପଣଙ୍କର ଭାଗ୍ୟକୁ ବହୁତ ସ୍ପିଡିରେ ଚମକାଇ ପାରିବେ। ତ ଚାଲନ୍ତୁ ଉପାୟଟି କିପରି କରିବେ ଜାଣିବା। ଦେଖନ୍ତୁ, ଏଥିପାଇଁ ସବୁଠୁ ପ୍ରଥମେ ଆପଣଙ୍କୁ ଜଣାଇବୁ କି ଏହି ଉପାୟଟି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ, ପ୍ରତ୍ୟେକ ବ୍ୟକ୍ତି ଏହି ଉପାୟକୁ କରିପାରିବେ ଏବଂ ରାତାରାତି ଆପଣଙ୍କ ଭାଗ୍ୟକୁ ଚମକାଇ ପାରିବେ। ଯାହାଙ୍କ ପାଖରେ ଧନ ଅଛି ସେ ବି ଏହି ଉପାୟକୁ କରନ୍ତୁ, ଯାହାଙ୍କ ପାଖରେ ଧନ ନାହିଁ ତ ନିହାତି ସେହି ବ୍ୟକ୍ତି ଏହି ଉପାୟକୁ କରନ୍ତୁ। ଆପଣ ଏହି ଉପାୟ ପାଇଁ 6ଟି ଗୋଟା ଲବଙ୍ଗ ନେବେ, ପୁରା ଗୋଟା ଗୋଟା ଲବଙ୍ଗ ନେବେ, ଖଣ୍ଡିତ ଲବଙ୍ଗ ନେବେ ନାହିଁ। ଏହା ସହ ନେବେ ଗୋଟିଏ କର୍ପୂର, ଅଳ୍ପ ଦେଶୀ ଘିଅ ନେବେ। ଦେଶୀ ଘିଅରେ ଲବଙ୍ଗକୁ ବୁଡ଼ାଇବାକୁ ପଡ଼ିବ। ଆପଣ ସେହି 6ଟି ଲବଙ୍ଗ ଯେଉଁ ନେଇଥିଲେ, ସେହି ଲବଙ୍ଗରୁ 2ଟି ଲେଖା ଲବଙ୍ଗ ଆପଣଙ୍କୁ ଅଭିମନ୍ତ୍ରିତ କରିବାକୁ ପଡ଼ିବ। ତ 2ଟି ଲବଙ୍ଗକୁ ଆପଣଙ୍କର ହାତରେ ଧରିବେ, ଏହା ସହ ମନ୍ତ୍ର ପଢ଼ିବେ। ଆଉ ମନ୍ତ୍ରଟି ହେଉଛି ଓମ୍ ମହାଲକ୍ଷ୍ମୀ ନମଃ। ତାପରେ ଦୀପରେ ସେହି ଲବଙ୍ଗକୁ ପକାଇଦେବେ। ମାଟିର ଦୀପ ନେବେ ନାହିଁ ତ ଆପଣ କୌଣସି ପାତ୍ର ବି ନେଇପାରିବେ। ପୁଣି ଥରେ ଆଉ 2ଟି ଲବଙ୍ଗକୁ ହାତରେ ଧରିବେ, ପୁଣି ଥରେ ସେହି ମନ୍ତ୍ରକୁ ବୋଲିବେ ଓମ୍ ମହାଲକ୍ଷ୍ମୀ ନମଃ। ପୁଣି ସେହି ଦୀପ ପାତ୍ରରେ ଆପଣ ସେହି ଲବଙ୍ଗକୁ ପକାଇଦେବେ। ଆଉ ପୁଣି ଥରେ ସେହିପରି 2ଟି ଲବଙ୍ଗକୁ ସେହି ପାତ୍ରରେ ମନ୍ତ୍ର କହିକି ପକାଇଦେବେ। 3 ଥର ଆପଣ ମନ୍ତ୍ରକୁ ବୋଲିବେ। ତାପରେ ସେହି ଲବଙ୍ଗ ଉପରେ କର୍ପୂର ରଖିବେ। ତାପରେ ସେହି ଲବଙ୍ଗକୁ ନେଇ ଆପଣଙ୍କ ଘରର ପୂଜା ଘରେ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ପ୍ରଜ୍ୱଳିତ କରିବେ। ତାପରେ ଆପଣ ଯେଉଁ ଘିଅ ନେଇଥିଲେ ସେଥିପାଇଁ ଗୋଟିଏ ଦୀପଟିଏ ନେବେ, ସେହି ଦୀପରେ ସେହି ଘିଅକୁ ପକାଇଦେବେ। ମାତା ଲକ୍ଷ୍ମୀଙ୍କ ସାମ୍ନାରେ ସେହି ଘିଅରେ ଲମ୍ବା ବତୀ ପକାଇ ସେହି ଦୀପକୁ ଜଳାଇବେ। ତ ଦେଖନ୍ତୁ, ଯେବେ ଆପଣ ଏହି ଉପାୟକୁ କରିବେ ନା ଆପଣଙ୍କ ପାଖକୁ ପଇସା ବର୍ଷା ହେବ, ଧନ ବର୍ଷା ହେବ, ଆଉ କେବେ ବି ନିର୍ଧନତା ଆପଣଙ୍କ ଜୀବନରେ ଆସିବ ନାହିଁ। କାହିଁକି ନା ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କ ଘରେ ସ୍ତ୍ରୀ ଲକ୍ଷ୍ମୀଙ୍କର ବାସ ହେବ। ଧନର ଦେବୀ ମାତା ଲକ୍ଷ୍ମୀ ଏମିତି ଘରକୁ କେବେ ବି ଛାଡ଼ିକି ଯାଇ ନଥାନ୍ତି, ଯିଏ ପୁଷ୍ୟ ନକ୍ଷତ୍ରରେ ଏହି ଉପାୟକୁ କରିଥାନ୍ତି। ଲବଙ୍ଗ ଶିବ ଶକ୍ତିଙ୍କର ସ୍ୱରୂପ ହୋଇଥାଏ। ଲବଙ୍ଗ ମାତା ଦୁର୍ଗାଙ୍କୁ ବହୁତ ପ୍ରିୟ ହୋଇଥାଏ। ଆଉ ଲବଙ୍ଗର ଉପାୟ ଆପଣଙ୍କର ଭାଗ୍ୟକୁ ରାତାରାତି ଚମକାଇ ଦେଇଥାଏ, ନଜର ଦୋଷରୁ ଆପଣଙ୍କୁ ବଞ୍ଚାଇଥାଏ।
ଏବଂ ଆପଣଙ୍କର ଧନକୁ ନଜରରୁ ବଞ୍ଚାଇଥାଏ। ଆଉ କର୍ପୂର ତ ଆପଣ ସମସ୍ତେ ଜାଣିଛନ୍ତି ସକାରାତ୍ମକ ଊର୍ଜାକୁ ବହୁତ ଅଧିକ ବଢ଼ାଇ ଦେଇଥାଏ। କର୍ପୂର ଜଳାଇବା ଦ୍ୱାରା ମାତ୍ର ହିଁ ବ୍ୟକ୍ତିକୁ ଅଶ୍ୱମେଘ ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ। ଏହି ଛୋଟିଆ ଉପାୟଟି ଆପଣଙ୍କୁ ପୁଷ୍ୟ ନକ୍ଷତ୍ରରେ ସନ୍ଧ୍ୟା ସମୟରେ ନିହାତି କରନ୍ତୁ। ଆଉ ଦ୍ୱିତୀୟ ଜିନିଷ, ଏହି ଦିନ ମାତା ଲକ୍ଷ୍ମୀଙ୍କୁ ଗୋଟିଏ ଲାଲ ରଙ୍ଗର ପୁଷ୍ପ ଜରୁର ଅର୍ପଣ କରିବେ। ଲାଲ ରଙ୍ଗର ପୁଷ୍ପ ବା ଲାଲ ରଙ୍ଗ ମାତା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ହୋଇଥାଏ। ଯଦି ଆପଣ ପଦ୍ମ ଫୁଲ ମାତା ଲକ୍ଷ୍ମୀଙ୍କୁ ଚଢ଼ାନ୍ତି ତ ପୁଷ୍ୟ ନକ୍ଷତ୍ରରେ ତ ଆପଣଙ୍କୁ କୋଟି ପୁଣ୍ୟର ଫଳ ପ୍ରାପ୍ତି ମିଳିଥାଏ। ଯଦି ଆପଣଙ୍କୁ ପଦ୍ମ ଫୁଲ ମିଳିବନି ତେବେ ଆପଣ ଲାଲ ରଙ୍ଗର ଗୋଲାପ ପୁଷ୍ପ ଚଢ଼ାଇ ପାରିବେ। ଆଉ ଯେଉଁ ଲାଲ ଫୁଲ ଆପଣ ଅର୍ପଣ କରିବେ ସେହି ଫୁଲରେ 2ଟି ଲବଙ୍ଗ ରଖିବେ। ତାପରେ ସେହି ଫୁଲକୁ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରିଦେବେ। ତାର କିଛି ସମୟ ପରେ ସେହି 2ଟି ଲବଙ୍ଗକୁ ଉଠାଇ ଆଣିବେ। ସେହି ଲବଙ୍ଗକୁ ଆଣି ଆପଣଙ୍କର ପକେଟରେ ରଖିଦେବେ। ତାପରେ ଦେଖିବେ ଆପଣଙ୍କ ପାଖକୁ ସବୁବେଳ ପାଇଁ ପଇସା ହିଁ ପଇସା ଆସିବ। ଏହା ସହ ଆପଣଙ୍କର ଅଯଥା ଖର୍ଚ୍ଚ ବି ରୋକି ହୋଇଯିବ। ତ ଦେଖନ୍ତୁ, ପୁଷ୍ୟ ନକ୍ଷତ୍ର କୌଣସି ଛୋଟ ଦିନ ହୋଇନଥାଏ। ତ ଏହି ଦିନ ଆପଣ ଆପଣଙ୍କର ମୁଖ୍ୟ ଦ୍ୱାରରେ ଦୀପ ଜରୁର ପ୍ରଜ୍ୱଳିତ କରନ୍ତୁ। କାରଣ ପ୍ରତ୍ୟେକ ଘରର ମୁଖ୍ୟ ଦ୍ୱାରରେ ହିଁ ମାତା ଲକ୍ଷ୍ମୀଙ୍କର ପ୍ରଥମ ଦୃଷ୍ଟି ପଡ଼ିଥାଏ। ଆଉ ମୁଖ୍ୟ ଦ୍ୱାରରେ ହିଁ ଆପଣଙ୍କର ଘରେ ମାତା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି। ଆଉ ମୁଖ୍ୟ ଦ୍ୱାରକୁ ହିଁ ସକାରାତ୍ମକ ଊର୍ଜା ଆସିଥାଏ। ତ ଆପଣଙ୍କ ଘରୁ ଖରାପ ନଜର, ଖରାପ ଶକ୍ତି, ନେଗେଟିଭ ଏନର୍ଜି ଏହି ଜିନିଷକୁ ଦୂର କରିବ। ଏବଂ ଧନର ଦେବୀ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବେ। ତ ଏଥିପାଇଁ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ଦୀପ ଆପଣ ଜରୁର ଜଳାନ୍ତୁ। ତ ପୁଷ୍ୟ ନକ୍ଷତ୍ର ଆସୁଅଛି। ଏହି ପୁଷ୍ୟ ନକ୍ଷତ୍ର ରବିବାରକୁ ପଡ଼ୁଛି। ଆଉ ରବିବାର ଦିନଟି ସମର୍ପିତ ହେଉଛି ଭଗବାନ ସୂର୍ଯ୍ୟଦେବଙ୍କୁ। ତ ସୂର୍ଯ୍ୟ ଭଗବାନଙ୍କୁ ଆପଣ ଅର୍ଘ୍ୟ ନିହାତି ଦେବେ। ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ କିପରି ଦେବେ? ଆପଣ ଗୋଟିଏ ତମ୍ଭା ଲୋଟାଟେ ନେବେ। ସେହି ଲୋଟାରେ ଶୁଦ୍ଧ ଜଳ ନେବେ। ସେହି ଲୋଟା ଜଳରେ ଅଳ୍ପ ଲାଲ ରଙ୍ଗର ସିନ୍ଦୁର ପକାଇଦେବେ। ଲାଲ ରଙ୍ଗର ପୁଷ୍ପ ପକାଇଦେବେ। ତାପରେ ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଦେବେ। ଯେଉଁ ବ୍ୟକ୍ତି ତାଙ୍କ କୁଣ୍ଡଳୀରେ ସୂର୍ଯ୍ୟକୁ ମଜବୁତ ରଖିଥାନ୍ତି ତାଙ୍କୁ ସବୁବେଳେ ଧନ, ମାନ, ସମ୍ମାନ, ସମ୍ପତ୍ତି ସବୁକିଛି ବହୁତ ଆସାନରେ ମିଳିଯାଇଥାଏ। ପ୍ରତ୍ୟେକ ଜାଗାରେ ସେହି ବ୍ୟକ୍ତି ମାନ ସମ୍ମାନ ପାଇଥାନ୍ତି। ତ ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କୁ ମଜବୁତ କରିବା ପାଇଁ ଏହି ରବିବାର ଦିନ ପୁଷ୍ୟ ନକ୍ଷତ୍ରରେ ଆପଣ ଏହିପରି ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ନିହାତି ଦିଅନ୍ତୁ। ତ ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିହାତି ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ କୃପା କରି ଭିଡ଼ିଓ ଗୋଟେ ଲାଇକ୍ କରିବେ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରିବେ। ଏପର୍ଯ୍ୟନ୍ତ ଯଦି ଆମ ଚ୍ୟାନେଲରେ ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦେବେ। କମେଣ୍ଟ ବକ୍ସରେ ଓମ୍ ମହାଲକ୍ଷ୍ମୀ ନମଃ, ଓମ୍ ସୂର୍ଯ୍ୟଦେବାୟ ନମଃ ଅବଶ୍ୟ ଲେଖିବେ।